आप और इसी समय मैंने उन पास्टरों को हटा दिया, चाहे वो कितना ही बड़ा घमंड करता हो कि मैं बहुत बड़ा था, मैं वीडियो में आता था, पास्टर जी के साथ खड़ी रहती थी, मैंने निकाल दिया उसको। चंडीगढ़ प्रॉफिट विजेंद्र सिंह के पास गई, वहां उसने 15,000 रुपए लिए, वो भी कोई आरोप। आपको अनॉइंटिंग ऑयल के लिए कोई पैसा नहीं खर्चना, प्रार्थना के लिए कोई पैसा नहीं खर्चना, चर्च आने के लिए आपको कोई 25,000 नहीं देना है, नहीं तो आप परमेश्वर को खरीद रहे हो, आप उसकी मर्सी को ले नहीं रहे हो, आप खरीद रहे हो, तो खरीदना बंद कर दो। इलेक्शन है, प्रभु के आत्मा ने मुझे कहा कमला हैरी नाचते हुए मुझे दिखाई दी, आनंद करते हुए दिखाई दी, और लोग उसको माला डाल रहे हैं, फूल दे रहे हैं। इसका मतलब आप समझदार हैं। समझ रहे हो? समझ रहे हो? समझ रहे हो ना? मैं देख रहा हूँ कि यूएसए में ट्रंप जीत जाएगा। फॉक्स न्यूज की तरफ से किए जा रहे इस वक्त की एक सबसे बड़ी खबर के बारे में बता रही हूँ। ट्रंप ने चुनाव जीता। अगर पादरी बजिंदर को परखना है तो यहाँ चटाई बिछा और मैं तुझे बताऊंगा, तेरी टांगे बिंचूंगा, सारी रात तुझे बताऊंगा, जान से मार दूंगा तुझे। कहीं पास्टर पकड़े गए कि वो चीज आज उससे सूंट ले रहे हैं, आज उससे पैसा ले रहे हैं, आज उससे क्या ले रहे हो आप। और इसी समय मैंने उन पास्टरों को हटा दिया, चाहे वो कितना ही बड़ा घमंड करता हो कि मैं बहुत बड़ा था, मैं वीडियो में आता था, पास्टर जी के साथ खड़ी रहती थी, मैंने निकाल दिया उसको। जब मुझे पता लगा कि वो घमंड में आ गई और मेरी बुराई करने लगी, मैं उसके घर गया, मैंने उसको एक बार बुलाया, लेकिन उसकी समझ में नहीं आया। ଖ୍ରୀଷ୍ଟରେ ପ୍ରିୟ ଭାଇ ଏବଂ ଭଉଣୀମାନେ, ଆପଣମାନଙ୍କୁ ପ୍ରତ୍ୟେକଙ୍କୁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ନାମରେ ମୋର ଆନ୍ତରିକ ନମସ୍କାର ଏବଂ ମୁଁ ସ୍ୱାଗତ କରୁଅଛି ଆଉ ଗୋଟେ ଭିଡ଼ିଓକୁ। ଆଜିର ଭିଡ଼ିଓରେ ମୁଁ ପୁଣି ଥରେ ପାଷ୍ଟର ବଜେନ୍ଦ୍ର ସିଂ ତାଙ୍କର ଏକ ଭିଡ଼ିଓ ନେଇକି ମୁଁ ଆସିଅଛି। ତେବେ ପ୍ରିୟ ବନ୍ଧୁଗଣ, ଆଜିର ଭିଡ଼ିଓରେ ଆମେ ଦେଖିବା ପ୍ରକୃତରେ ବଜେନ୍ଦ୍ର ସିଂ ତାଙ୍କର ସେବା କାର୍ଯ୍ୟରେ କ'ଣ କ'ଣ ସବୁ ରହିଅଛି, ଆଉ ସେ କିପରି ପରମେଶ୍ୱର ସେବା କରନ୍ତି। ପ୍ରକୃତରେ ବଜେନ୍ଦ୍ର ସିଂ ତାଙ୍କର ମାନସିକ ଚିନ୍ତାଧାରା କିପରି, ଏ ସମସ୍ତ ବିଷୟ ଆମେମାନେ ପ୍ରମାଣର ସହିତ ଆମେମାନେ ଦେଖିବା। ତେବେ ପ୍ରିୟ ବନ୍ଧୁଗଣ, କିଛି ଦିନ ପୂର୍ବରୁ ମୋର ଚ୍ୟାନେଲରେ ମୁଁ ଗୋଟେ ଭିଡ଼ିଓ ମୁଁ ଅପଲୋଡ଼ କରିଥିଲି ବଜେନ୍ଦ୍ର ସିଂଙ୍କୁ ନେଇକି, ଆଉ ସେଠାରେ ମୁଁ ପ୍ରମାଣର ସହିତ ମୁଁ ବର୍ଣ୍ଣନା କରିଥିଲି ଏବଂ ଭିଡ଼ିଓ କ୍ଲିପ୍ ମଧ୍ୟ ମୁଁ ଦେଇଥିଲି ଯେ ସେ ଭବିଷ୍ୟତବାଣୀ କରୁଛନ୍ତି ଏବଂ ତାଙ୍କର ଭବିଷ୍ୟତବାଣୀ ମିଥ୍ୟା ବୋଲି ପ୍ରମାଣିତ ହେଉଅଛି। ବେଶୀ ଦିନ ନୁହେଁ, ଅଳ୍ପ ଦିନ ପୂର୍ବରୁ ମୁଁ ସେ ଭିଡ଼ିଓ ମୁଁ ଅପଲୋଡ଼ କରିଥିଲି। ଏବେ ବି ସେ ଭିଡ଼ିଓ ମୋର ଚ୍ୟାନେଲରେ ଅଛି, ଆପଣ ଯାଇକି ଦେଖିପାରିବେ। ତେବେ ଖ୍ରୀଷ୍ଟରେ ପ୍ରିୟ ଭାଇ ଏବଂ ଭଉଣୀମାନେ, ଆଜିର ଭିଡ଼ିଓରେ ଆମେମାନେ ଦେଖିବା ଯେ ପ୍ରଫେଟ ବଜେନ୍ଦ୍ର ସିଂ କିପରି ଜଣକୁ ଜୀବନରେ ମାରିଦେବା ନିମନ୍ତେ ସେ ଧମକ ଦେଉଛନ୍ତି, ଆଉ ସେଇଟା ପୁଣି ମିଡ଼ିଆ ସାମ୍ନାରେ ଗୋଟେ ଭିଡ଼ିଓ ମାଧ୍ୟମରେ ସେ କହିଛନ୍ତି ମୁଁ ତୋତେ ଜୀବନରେ ମାରିଦେବି। ତେବେ ପ୍ରିୟ ବନ୍ଧୁଗଣ, ଗୋଟେ ବିଷୟ ମୋତେ କୁହନ୍ତୁ, ଜଣେ ପରମେଶ୍ୱରଙ୍କ ଦାସଙ୍କ ମୁହଁରେ ଏମିତି ବିଷୟ ଶୋଭା ପାଏ କି? ଜଣେ କହୁଛି ମୁଁ ଜୀବନ ରାତିରେ ମାରିଦେବି, ସେ ହେଉଛନ୍ତି ପ୍ରଫେଟ ବଜେନ୍ଦ୍ର ସିଂ, ଆଉ ତାଙ୍କର ବିଷୟରେ କିଛି ଭିଡ଼ିଓ ରହିଅଛି, ଆଉ ଯେଉଁମାନେ ବି ତାଙ୍କର ବିଷୟରେ ଭିଡ଼ିଓ ଏମିତି ତିଆରି କରନ୍ତି ଆଉ ସେମାନଙ୍କୁ ସେ ଧମକ ଦେଉଛନ୍ତି। ଆଉ କିଛି ଦିନ ପୂର୍ବରୁ ଆଉ ଜଣେ ପାଷ୍ଟରଙ୍କୁ ମଧ୍ୟ ସେ ଧମକ ଦେଇଥିଲେ ମୁଁ ତୋତେ ଜୀବନରେ ମାରିଦେବି, ଯଦି ପ୍ରଭୁଙ୍କର ଅନୁଗ୍ରହ ହୁଏ ତେବେ ପରବର୍ତ୍ତୀ ମୁହୂର୍ତ୍ତରେ ସେ ଭିଡ଼ିଓ ନେଇକି ମୁଁ ଆପଣମାନଙ୍କ ପାଖକୁ ଆସିବି। ତେବେ ପ୍ରିୟ ବନ୍ଧୁଗଣ, ସେ କାହିଁକି ଧମକ ଦେଲେ ମୁଁ ଜୀବନରେ ମାରିଦେବି, ତା'ର ମଧ୍ୟ ଗୋଟେ କାରଣ ରହିଅଛି। ତା କାରଣ ହେଉଛି ଏଇ ପ୍ରଫେଟ ବଜେନ୍ଦ୍ର ସିଂଙ୍କୁ ଏକ୍ସପୋଜ୍ କରାହୋଇଥିଲା ସୋସିଆଲ ମିଡ଼ିଆ ମାଧ୍ୟମରେ। ଆଉ ସେ କ'ଣ ଏକ୍ସପୋଜ୍ କରିଥିଲେ? ସେ ଯେଉଁ ମିଥ୍ୟା ଭବିଷ୍ୟତବାଣୀ କଲେ ଆମେରିକାର ରାଷ୍ଟ୍ରପତି ନିର୍ବାଚନକୁ ନେଇକି, ଆଉ ଯେତେବେଳେ ସେ ଧରା ପଡ଼ିଗଲେ, ଆଉ ଯେତେବେଳେ ତାଙ୍କ ବିଷୟରେ ଭିଡ଼ିଓ ତିଆରି କରାଗଲା, ସେତେବେଳେ ସେ କ୍ରୋଧିତ ହୋଇ ସେ କ'ଣ କରିଥିଲେ? ଜୀବନରେ ମାରିଦେବାର ଧମକ ଦେଇଥିଲେ। ଆଉ ସେ ଭିଡ଼ିଓ ଅଛି ମୋର ଚ୍ୟାନେଲରେ ଅଛି, ଆପଣ ଦେଖିପାରିବେ। ଆଉ ଯେଉଁ ଭାଇ ଜଣକ ଅପଲୋଡ଼ କରିଥିଲେ ସେ ମଧ୍ୟ ଜଣେ ୟୁଟ୍ୟୁବର, ତାଙ୍କର ଚ୍ୟାନେଲରେ ସେ ଅପଲୋଡ଼ କରିଥିଲେ। ଆଉ ଏଇ ଭିଡ଼ିଓକୁ ଦେଖିବା ପରେ ପ୍ରଫେଟ ବଜେନ୍ଦ୍ର ସିଂ ତାଙ୍କ ଟିମ୍କୁ କହିକି ତାଙ୍କର ଭିଡ଼ିଓକୁ ସେ ଡିଲିଟ୍ କରିଦେଇଥିଲେ, କିନ୍ତୁ ପରବର୍ତ୍ତୀ ମୁହୂର୍ତ୍ତରେ
ଯେତେବେଳେ ସେ ରିଆପ୍ଲାଏ କଲେ ପୁଣି ଥରେ ସେ ଭିଡ଼ିଓ ପଳେଇ ଆସିଥିଲା। ତେବେ ପ୍ରିୟ ବନ୍ଧୁଗଣ, ଆଉ ସେ ଭିଡ଼ିଓରେ ସେ ସ୍ପଷ୍ଟ ଭାବରେ କହୁଛନ୍ତି, ମୁଁ ମଧ୍ୟ ସେ ଭିଡ଼ିଓ ଅପଲୋଡ଼ କରିଥିଲି, ଯେ କମଲା ହ୍ୟାରିସ୍ ଆଗାମୀ ରାଷ୍ଟ୍ରପତି ହେବା ପାଇଁ ଯାଉଛନ୍ତି। କମଲା ହ୍ୟାରିସ୍, କାରଣ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଦୁଇ ଜଣ ଠିଆ ହେଇଥିଲେ, କମଲା ହ୍ୟାରିସ୍ ଆଉ ଜଣେ ହେଉଛନ୍ତି ଟ୍ରମ୍ପ। ପ୍ରଫେଟ୍ ବଜେନ୍ଦ୍ର ସିଂ ସେ ଭବିଷ୍ୟତବାଣୀ କଲେ ଯେ ଟ୍ରମ୍ପ ହାରିଯିବ ଆଉ କମଲା ହ୍ୟାରିସ୍ ଜିତିବ। ଟ୍ରମ୍ପ କେତେବେଳେ ଜିତିବ, ଆଉ ଯଦି ସେ ତାଙ୍କ ନିକଟକୁ ଆସିକି ପ୍ରାର୍ଥନା କରାଇବ ଆଉ ପ୍ରଫେଟ୍ ବଜେନ୍ଦ୍ର ସିଂ ଟ୍ରମ୍ପଙ୍କର ମୁଣ୍ଡରେ ହାତ ରଖିକି ପ୍ରାର୍ଥନା କରିବେ, ଆଶୀର୍ବାଦ କରିବେ, ତେବେ ଯାଇ ସେ ଜିତିବ ନିର୍ବାଚନ, ନହେଲେ ହାରିଯିବ। କିନ୍ତୁ ଏମିତି କିଛି ହେଲା ନାହିଁ, ବରଂ ତାର ଉଲ୍ଟା ହେଲା। ତେବେ ଗୋଟେ କଥା ମୁଁ କହି ରଖୁଅଛି, ଆଉ ଯେତେବେଳେ ଆମେମାନେ ଏଇଭଳି ଭାବବାଦୀମାନଙ୍କ ପାଖକୁ ଆମେ ଯାଉ, ଆମେମାନେ ଅତ୍ୟନ୍ତ ସତର୍କର ସହିତ ଆମେମାନେ ରହିବା ଉଚିତ। କାରଣ ଏମାନେ ମେଣ୍ଢା ବେଶରେ ଏମାନେ ହେଉଛନ୍ତି ହିଂସ୍ରକ ବାଘ। ପ୍ରଫେଟ୍ ବଜେନ୍ଦ୍ର ସିଂ ଆପଣ ଜାଣିଥିବେ, ଥରେ ପ୍ରାର୍ଥନା କରିବା ନିମନ୍ତେ କାହାଠାରୁ 15,000 କାହାଠାରୁ 25,000 ଏମିତି ଟଙ୍କା ସେ ନେଇଥାନ୍ତି। चंडीगढ़ प्रॉफिट विजेंद्र सिंह के पास गई, वहां उसने 15,000 रुपए लिए, वहां पे भी कोई और आपको अमेंडिंग ऑयल के लिए कोई पैसा नहीं खर्चना, प्रार्थना के लिए कोई पैसा नहीं खर्चना, चर्च आने के लिए आपको कोई 25,000 नहीं देना है, नहीं तो आप परमेश्वर को खरीद रहे हो, आप उसकी मर्सी को ले नहीं रहे हो, आप खरीद रहे हो, तो खरीदना बंद कर दो। କିନ୍ତୁ ପ୍ରଭୁଙ୍କ ବାକ୍ୟ କହେ, ତୁମେମାନେ ବିନା ମୂଲ୍ୟରେ ପାଇଛ, ବିନା ମୂଲ୍ୟରେ ଦାନ କର। ଆଉ ଗୋଟେ ପକ୍ଷରେ ଅଛନ୍ତି ଆମର ଅଙ୍କୁର ନରୁଲା, ସେ କହନ୍ତି ଯେ ବିଜନେସ୍ କର ନାହିଁ, ପ୍ରଭୁଙ୍କ ନାଁକୁ ନେଇକି, ପ୍ରଭୁଙ୍କ ସେବା କାର୍ଯ୍ୟକୁ ନେଇକି ବିଜନେସ୍ କର ନାହିଁ। ଏଇ କଥା ସେ ବଜେନ୍ଦ୍ର ସିଂଙ୍କୁ ଇଙ୍ଗିତ କରିକି ସେ କହିଥିଲେ। କିନ୍ତୁ ଯଦି ଆମେ ବଜେନ୍ଦ୍ର ସିଂ ତାଙ୍କ ଜୀବନକୁ ଦେଖିବା, ସେ ଯେତେବେଳେ ଜଣଙ୍କ ପାଇଁ ପ୍ରାର୍ଥନା କରନ୍ତି, ସେତେବେଳେ ସେ ଡିମାଣ୍ଡ କରନ୍ତି, ମୋତେ ତୁମେ 25,000 ଟଙ୍କା ଦେଲେ ଯାଇକି ମୁଁ କ'ଣ କରିବି, ତୁମ ପାଇଁ ପ୍ରାର୍ଥନା କରିବି। ଆଉ ଯେଉଁମାନେ ଭଲ ହୁଅନ୍ତି ନାହିଁ, ଆଉ ସେମାନେ ବହୁତ କାନ୍ଦନ୍ତି। ହଁ ପ୍ରିୟ ବନ୍ଧୁଗଣ, ଆପଣ ଟିକେ ଚିନ୍ତା କରନ୍ତୁ, କିଏ ନିଜର ବନ୍ଧା ରଖିକି, ଜମି ବନ୍ଧା ରଖିକି ପଇସା ଯୋଗାଡ଼ କରିଥିବ, କିଏ କେଉଁ ଉପାୟରେ ବହୁତ କଷ୍ଟରେ ଟଙ୍କା ଯୋଗାଡ଼ କରିଥିବ, ସେ 15,000 ଓ 25,000। ଜଣେ ଲୋୟର କ୍ଲାସ୍ ଫ୍ୟାମିଲି ପାଇଁ 15,000 ଏବଂ 25,000 ବହୁତ ବଡ଼ ପଇସା, ବହୁତ ବଡ଼ ରକମ। ଆଉ ସେ ଦାବି କରନ୍ତି, ଟଙ୍କା ନଦେଲେ ମୁଁ ପ୍ରାର୍ଥନା କରିବି ନାହିଁ। ତେବେ ଯଦି ଆମେ ବଜେନ୍ଦ୍ର ସିଂ ତାଙ୍କ ଲାଇଫକୁ ଦେଖିବା, ତାଙ୍କ ଲାଇଫରେ ସବୁକିଛି ଅଛି, ମାନେ ରାଜ ଉଆସ ଭଳି ଘର, ବହୁତ ଦାମୀ ଦାମୀ କାର୍, ଏମିତି କହିବାକୁ ଗଲେ ଟଙ୍କା ବ୍ୟାଙ୍କ ବାଲାନ୍ସ ପୁରା ଭରପୁର ହେଇକି ଅଛି। ତଥାପି ଇଏ ଦାବି କରନ୍ତି, ମୋତେ ପଇସା ଦରକାର, ମୋତେ ଟଙ୍କା ଦରକାର, ନହେଲେ ମୁଁ ପ୍ରାର୍ଥନା କରିବି ନାହିଁ। ତେବେ ଏଇଭଳି ବ୍ୟକ୍ତିଙ୍କୁ ଆପଣ କ'ଣ କହିବେ? ହୁଏତ ଯେଉଁମାନେ ବଜେନ୍ଦ୍ର ସିଂଙ୍କୁ ପ୍ରେମ କରନ୍ତି, ହୁଏତ ସେମାନଙ୍କୁ, ସେ ଭାଇ କିମ୍ବା ଭଉଣୀମାନଙ୍କୁ ମୋ କଥା ଟିକେ ଖରାପ ଲାଗୁଥାଇପାରେ, କିନ୍ତୁ ଯେଉଁଟା ସତ୍ୟ କଥା ମୁଁ କହିବି ଆପଣଙ୍କ ସାମ୍ନାରେ, ଆପଣମାନେ ଆଖି ଖୋଲନ୍ତୁ, ସତ୍ୟକୁ ଆପଣ ଗ୍ରହଣ କରନ୍ତୁ, ମିଥ୍ୟାକୁ ନୁହେଁ, ଏଇଟା ମୁଁ ଚାହୁଁଛି। ତେବେ ପରମେଶ୍ୱରଙ୍କ ବାକ୍ୟ କ'ଣ କହେ ଏ ବିଷୟରେ? ଯଦି ଆମେ ମାଥ୍ୟୁ ତାର 7 ପର୍ବ 15ରୁ 20 ପଦ ଦେଖିବା, ଲେଖା ଅଛି, ଭଣ୍ଡ ଭାବବାଦୀମାନଙ୍କ ଠାରୁ ସାବଧାନ ହୋଇଥାଅ, ସେମାନେ ମେଣ୍ଢା ବିଷୟରେ ତୁମମାନଙ୍କ ପାଖକୁ ଆସନ୍ତି, କିନ୍ତୁ ଅନ୍ତରରେ ସେମାନେ ହିଂସ୍ରକ ବାଘ। 16 ସେମାନଙ୍କ ଫଳ ଦ୍ୱାରା ତୁମେମାନେ ସେମାନଙ୍କୁ ଚିହ୍ନିବ। ଲୋକମାନେ କି କଣ୍ଟା ଗଛରୁ ଦ୍ରାକ୍ଷା ଫଳ କିମ୍ବା କାନକୋଳି ଗଛରୁ ଡିମିରି ଫଳ ତୋଳନ୍ତି? 17 ସେହି ପ୍ରକାର ସବୁ ଭଲ ଗଛ ଭଲ ଫଳ ଫଳେ, କିନ୍ତୁ ମନ୍ଦ ଗଛ ମନ୍ଦ ଫଳ ଫଳେ। 18 ଭଲ ଗଛ ମନ୍ଦ ଫଳ ଫଳି ନପାରେ, କିମ୍ବା ମନ୍ଦ ଗଛ ଭଲ ଫଳ ଫଳି ନପାରେ। 19 ଯେକୌଣସି ଗଛ ଭଲ ଫଳ ନ ଫଳେ, ତାହା ହଣାଯାଇ ନିଆଁରେ ପକାଯାଏ। ଅତଏବ ସେମାନଙ୍କ ଫଳ ଦ୍ୱାରା ତୁମେମାନେ ସେମାନଙ୍କୁ ଚିହ୍ନିବ। ଅନେକ କହିବେ, ଯଦି ସେ ପ୍ରଭୁଙ୍କର ଦାସ, ତେବେ ତାଙ୍କ ଦ୍ୱାରା ଚିହ୍ନ ଚମତ୍କାର ଏତେ ବଡ଼ ବଡ଼ କେମିତି ହେଉଛି? ପ୍ରିୟ ବନ୍ଧୁଗଣ, ଶୟତାନ ମଧ୍ୟ ଚିହ୍ନ ଚମତ୍କାର କରିପାରେ, କ'ଣ ବିଶ୍ୱାସ ହେଉନି? ତେବେ ଆମେ ଆଉ ଗୋଟେ ବାକ୍ୟ ଆମେ ଦେଖିବା, ପ୍ରକାଶିତ ବାକ୍ୟ ତାର 13 ପର୍ବର 13 ପଦ।
13-14 ये लिखा अच्छे से महामहा आश्चर्य कर्म करे एपरिक मनुष्यମାନଙ୍କ साक्षाତରେ आकाशर पृथ्वी पर अग्निवृष्टि कराए 14 आ से पशुर साक्षाତରେ जो आश्चर्य कर्म करने को से क्षमता प्राप्त होता तद्वारा से पृथ्वी निवासी मान भ्रांत करी जो पशु खड्ग द्वारा आहत हेले ही बचीला ताहार एक प्रतिमा निर्माण करने को से कहे तबे लिखा प्रकाशित वाक्य तबे प्रिय बंधुगण शैतान मत चमत्कार करिपारे आश्चर्यकर्म करिपारे से भंड भावदी मान सावधान होता आ माथ्यू तार 7 पर्व 21-22-23 आप देखिए से अनेक भविष्य वक्ता से रिक्वेस्ट करुँच यीशु को हे प्रभु आमे कहीं तुम राज्य प्रवेश करूँ ना आमे कि तुम नाम भावानी कहलु ना आमे कि तुम नाम भूत मान को छड़ेलु ना कि यीशु कौन कहे मु तुमको स्पष्ट रूपे कहूँ मु तुमको केबे ही जानी ना तब समस्त ख्रीष्ट प्रिय मोर आंतरिक नमस्कार वीडियो को लाइक करंतु शेयर करंतु चैनल को सब्सक्राइब करंतु धन्यवाद।